ସମସ୍ତଙ୍କୁ ପ୍ରେଜ୍ ଲର୍ଡ ସ୍ୱାଗତ କରୁଛି ଲିଭିଂ ଗଡ୍ ଚ୍ୟାନେଲରେ। ମୋ ଭାଇ ଓ ଭଉଣୀମାନେ, ଆଜି ଆମେ ଏହି ଭିଡ଼ିଓରେ କଥା ହେବା ଯେ ପ୍ରକୃତରେ କ'ଣ ଧର୍ମ ପରିବର୍ତ୍ତନ ହେଉନାହିଁ କି? ଆମ ବିଶ୍ୱାସୀ ଭାଇ ଓ ଭଉଣୀମାନେ ଯେ କହିଥାନ୍ତି ମନ ପରିବର୍ତ୍ତନ ଆମେ କରିଛୁ, ଧର୍ମ ପରିବର୍ତ୍ତନ କରିନାହୁଁ ଏପରି କହନ୍ତି। ହେଲେ ଏଇଟା ସତ୍ୟତାରେ କେତେ ଦୂର ଏଇଟା ଯୁକ୍ତିଯୁକ୍ତ ଯେ ମନ ପରିବର୍ତ୍ତନ ହିଁ କରିଅଛୁ, ଧର୍ମ ପରିବର୍ତ୍ତନ କରିନାହୁଁ ଏପରି କଥା ହୁଅନ୍ତି। ଆଉ ଏପରି ନିଜ ତାଡ଼ନା ଘଟିଲେ ସେମାନେ ତାଡ଼ନାକାରୀମାନଙ୍କୁ ଏ ପ୍ରକାର ଭାବରେ ଜବାବ ଦେଇଥାନ୍ତି। କିନ୍ତୁ ସେମାନେ ଡର ହେତୁ ସେମାନେ କିଛି କରିଦେବେ ଏପରି ସେମାନେ ଭାବି ସେମାନେ ଏ ପ୍ରକାର ଭାବରେ ଉତ୍ତର ଦେଇଥାନ୍ତି ଯେ ଆମେ ଧର୍ମ ପରିବର୍ତ୍ତନ କରିନାହୁଁ ଆଜ୍ଞା, ଆମେ ମନକୁ ପରିବର୍ତ୍ତନ କରିଛୁ ଏମିତି କହନ୍ତି। ଏଟା କିନ୍ତୁ ମୋ ପାଇଁ ଠିକ୍ ନୁହେଁ କି ସମସ୍ତଙ୍କ ପାଇଁ ମଧ୍ୟ ଠିକ୍ ନୁହେଁ। ଏପରି ଆମେ ଉତ୍ତର ଦେବା ନାହିଁ। ଆମେ ଆଉ ବହୁତ ସାହସରେ ଉତ୍ତର ଦେବା, ଆମେ ମନ ବି ପରିବର୍ତ୍ତନ କରିଛୁ, ଧର୍ମ ବି ପରିବର୍ତ୍ତନ କରିଛୁ ଏମିତି କହିଦେବା। ଆମେମାନେ କାହିଁକି ଡରୁଛୁ? ଆମେ ଯାହା ସତ ତାହା ଆମେ କହିବା। ଏଇ କଥାଟା ଅନେକ ଲୋକ ଜାଣିନାହାନ୍ତି। ଆଉ ବଡ଼ ବଡ଼ ଆଜ୍ଞାମାନେ ଅନେକ ଲୋକମାନେ ଆଉ ଏମିତି ଭାବରେ ଉତ୍ତର ଦେବ ନିଜ ନିଜ ମଣ୍ଡଳୀର ବିଶ୍ୱାସୀମାନଙ୍କୁ କହିଥାନ୍ତି। ଏଥିପାଇଁ ମଣ୍ଡଳୀର ବିଶ୍ୱାସୀମାନେ ଯେତେବେଳେ ତାଡ଼ନା ଘଟେ, ଯେତେବେଳେ ବିରୋଧୀମାନେ ଯେତେବେଳେ ଆଟାକ୍ କରନ୍ତି, ସେତେବେଳେ ଲୋକମାନେ କହନ୍ତି ଯେ ଆମେ ଧର୍ମ ପରିବର୍ତ୍ତନ କରିନାହୁଁ ଆଜ୍ଞା, ଆମେ ମନ ପରିବର୍ତ୍ତନ କରିଅଛୁ ଏମିତି କହନ୍ତି। କିନ୍ତୁ ଏଇଟା କହିବାକୁ ଗଲେ ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ବାଇବେଲ ତାହା ଭୁଲ ବୋଲି ପ୍ରକାଶିତ କରୁଛି ବା ଆମମାନଙ୍କୁ କହୁଅଛି। ଏଇଟା ସମ୍ପୂର୍ଣ୍ଣ ଭାବରେ ବାଇବେଲରେ ତାଳମେଳ ହେଉନାହିଁ। ଏ କଥା ଆପଣମାନେ ଜାଣିବା ଦରକାର। ଆସନ୍ତୁ ଆଜି ଆମେ ବାଇବେଲର ବାକ୍ୟକୁ ନେଇକି ହିଁ ଆମେ ପଢ଼ିବା ଆଉ ବୁଝିବା ଯେ ପ୍ରକୃତରେ ଆମମାନେ କ'ଣ ଧର୍ମ ପରିବର୍ତ୍ତନ କରିନାହୁଁ, କାଲି ମନ ପରିବର୍ତ୍ତନ କରୁଛୁ। ମୋର ଭାଇ ଓ ଭଉଣୀମାନେ, ମୋ ସହିତ ଆପଣମାନେ ପଢ଼ନ୍ତୁ ଯେ 2 କରନ୍ଥୀୟ 5ର ତାର 16 ପଦ। ଏଠାରେ ଏପରି ଲେଖାଯାଉଛି, ଖ୍ରୀଷ୍ଟଙ୍କଠାରେ ନୂତନ ସୃଷ୍ଟି। ଆଉ 16 ପଦ ପଢ଼ିବା, ଅତଏବ ଆଜିଠାରୁ ଆମ୍ଭେମାନେ ଶରୀରର ଅନୁସାରେ କାହାରିକୁ ଜାଣୁନାହୁଁ। ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁନାହୁଁ। ଦେଖନ୍ତୁ ବାକ୍ୟ କ'ଣ କହୁଛି। ଆଉ 17 ପଦରେ ଲେଖାଯାଇଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଦେଖନ୍ତୁ ମୋ ଭାଇ ଓ ଭଉଣୀମାନେ, ଯେ କୌଣସି ଲୋକ ଯଦି ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ହୋଇଅଛି, ନୂତନ ସୃଷ୍ଟି ହୋଇଅଛି ବୋଲି ଲେଖାଯାଇଛି ବାଇବେଲରେ। ପୁରାତନ ବିଷୟ ସବୁ ଲୋପ ପାଇଅଛି, ନୂତନ ବିଷୟ ସବୁ ହୋଇଅଛି। ମାନେ ଦେଖନ୍ତୁ, ଜଣେ ଲୋକ ପରିବର୍ତ୍ତନ ହେଲା ପରେ ସେ ନୂତନ ହେଉଛି, ନୂତନ ସୃଷ୍ଟି ହେଉଛି। ସେ ପୁଣି ସେଇ ଯେଉଁ କଥାକୁ ବ୍ୟବହାର କରୁଛି ଯେ ଆମେ ଧର୍ମ ପରିବର୍ତ୍ତନ କରିନାହୁଁ, ଆମେ ମନ ହିଁ କାଲେ ପରିବର୍ତ୍ତନ କରିଅଛୁ ଏମିତି ଭାବରେ ସେ କହୁଅଛି। ଦେଖନ୍ତୁ ବାକ୍ୟ କହେ ଯେ ନୂତନ ସୃଷ୍ଟି ହୋଇଅଛି ଆଉ ସବୁ ନୂତନ ହୋଇଅଛି। ଦେଖନ୍ତୁ ସବୁ ନୂତନ ହୋଇଅଛି। ଆଉ ଆମେ କେମିତି କହିପାରିବା ଯେ ଆମେମାନେ ଧର୍ମ ପରିବର୍ତ୍ତନ କରିନାହୁଁ, ଆମେ ମନ ପରିବର୍ତ୍ତନ କରିଅଛୁ? କିନ୍ତୁ ଏହାଠାରେ ତ ବାକ୍ୟ କହୁଛି ଯେ ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଏ ନୂତନ ବିଷୟ ସବୁ ହୋଇଅଛି। ଆଉ ସେଇ ଲୋକ ପୁଣି କହିବ ଯେ ମୁଁ କାଲି ମନ ପରିବର୍ତ୍ତନ କରିଛି ଆଜ୍ଞା, ଧର୍ମ ପରିବର୍ତ୍ତନ କରିନାହିଁ। କାହିଁକି ଭୟ କରୁଛ ମୋ ଭାଇ ଓ ଭଉଣୀମାନେ? ବାକ୍ୟ କହୁଛି ଯେ ଗୋଟେ ଜାଗାରେ ଲେଖାଯାଇଛି, ଆପଣମାନେ ନିହାତି ପଢ଼ିଥିବେ ଯେ ଜଣେ ଲୋକ ଦୁଇ ପ୍ରଭୁଙ୍କ ଦାସ ହୋଇପାରିବ ନାହିଁ, ଏହା ଲେଖାଯାଇଛି। ଆଉ ବାକ୍ୟ ଆମମାନଙ୍କୁ ସଫା ସଫା କହୁଛି ଯେ ଯେକୌଣସି ଲୋକ ଯଦି ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ସୃଷ୍ଟି ହୋଇଅଛି। ସେ ନୂତନ ସୃଷ୍ଟି ହୋଇଥିବା ଲୋକ, ନୂତନ ବିଷୟ ସବୁ ପାଇଥିବା ଲୋକ, ସେ ଯେଉଁ ଆଗରୁ ଯେଉଁ ଧର୍ମରେ ଥିଲା, ଯେଉଁ ରୀତି ରିବାଜ ଅନୁସାରେ ଚାଲୁଥିଲା, ଗୋଟେ ଅନ୍ଧବିଶ୍ୱାସକୁ ନେଇକି ଚାଲୁଥିଲା, ସେଇଠି ଆଉ କେମିତି ଯିବ? ଜଣେ ଲୋକ ନୂତନ ସୃଷ୍ଟି ହୋଇଅଛି, ନୂତନ ବିଷୟ ସବୁ ପାଇଅଛି, ସେଇ ଲୋକ ଆଉ ପୁଣି କାହିଁକି ସେହି ଯେଉଁ ଧର୍ମକୁ ପରିବର୍ତ୍ତନ କରିବ ନାହିଁ? ସେହି ଧର୍ମକୁ ନିହାତି ଭାବରେ ପରିବର୍ତ୍ତନ କରିବାକୁ ପଡ଼ିବ ଆମମାନଙ୍କୁ।
ଯଦି ଆପଣମାନେ ବିଶ୍ୱାସୀ ହୋଇକି ଯଦି ଆପଣଙ୍କ ବୟ ହେତୁ କହୁଛନ୍ତି ଅବିଶ୍ୱାସୀ ଯେଉଁମାନେ ତୁମମାନଙ୍କୁ ତାଡ଼ନା କରୁଛନ୍ତି ସେମାନଙ୍କୁ ଆପଣମାନେ କହୁଛନ୍ତି, ଆପଣମାନେ ବୟ ହେତୁ ଯେଉଁମାନେ ତୁମକୁ ବିରୋଧ କରୁଛନ୍ତି ସେମାନଙ୍କୁ କହୁଛନ୍ତି ଯେ ଆମେ ଧର୍ମ ପରିବର୍ତ୍ତନ କରିନାହୁଁ, ମନ ପରିବର୍ତ୍ତନ କରିଅଛୁ ଏମିତି କହୁଛନ୍ତି। କିନ୍ତୁ ବାସ୍ତବତାରେ ଧର୍ମ ମଧ୍ୟ ପରିବର୍ତ୍ତନ ହେଉଛି। ଆମେ ଯଦି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, ଆମେମାନେ ନିଜ ଧର୍ମକୁ ଛାଡ଼ିବାକୁ ପଡ଼ିବ। ତାହା ହେଲେ ହିଁ ଆମେ ହୋଇପାରିବା ତାଙ୍କର ସନ୍ତାନ, ତାଙ୍କର ବିଶ୍ୱାସୀ ହୋଇପାରିବା। ନହେଲେ ଆମେ କେବେ ମଧ୍ୟ ତାଙ୍କର ବିଶ୍ୱାସୀ ହୋଇପାରିବା ନାହିଁ। କାହିଁକି ନା ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି। ଦେଖ, ନୂତନ ବିଷୟ ସବୁ ହୋଇଅଛି, ପୁରାତନ ବିଷୟ ସବୁକୁ ଲୋପ ପାଇବାର ଅଛି। ମାନେ ପୁରାତନ ବିଷୟ ସବୁ ଛାଡ଼ିବାର ଅଛି। ଯାହା ଯାହା ଆଗରୁ କରୁଥିଲୁ ପ୍ରଭୁ ଯୀଶୁଙ୍କୁ ନ ଜାଣିବା ପୂର୍ବରୁ ତାହା ଛାଡ଼ିବାକୁ ପଡ଼ିଥାଏ। ଏଇଟା ବାକ୍ୟ କହୁଅଛି। ଆପଣମାନେ ତାହା ଜାଣିକି ମଧ୍ୟ କହୁଛନ୍ତି ଯେ ଆମେ ଧର୍ମ ପରିବର୍ତ୍ତନ କରିନାହୁଁ, କିନ୍ତୁ ଆମେ ଧର୍ମ ପରିବର୍ତ୍ତନ କରିଛୁ ଏମିତି ଆପଣମାନେ ଓପେନଲି କହିଦିଅ, କିଛି ଅସୁବିଧା ନାହିଁ। ଆମମାନଙ୍କୁ ଭାରତର ସମ୍ବିଧାନ ଅଧିକାର ଦେଇଛି, ଆମେ ପରିବର୍ତ୍ତନ କରିପାରିବା, ଧର୍ମକୁ ଚେଞ୍ଜ କରିପାରିବା। ଏଥିରେ ବେଆଇନ କିଛି ନାହିଁ। ସମସ୍ତେ ହିଁ ଚେଞ୍ଜ କରିପାରିବେ। ସେ ହିନ୍ଦୁ ହଉ, ଖ୍ରୀଷ୍ଟିଆନ ହଉ, ମୁସଲମାନ ହଉ, ସମସ୍ତେ ଚେଞ୍ଜ କରିପାରିବେ। ଆପଣମାନେ ଭୟ କରନ୍ତୁ ନାହିଁ। ପ୍ରଭୁଙ୍କୁ ଜାଣିଥିବା ଲୋକମାନେ ଭୟ କରିବା ଉଚିତ ନୁହଁ। ପ୍ରଭୁଙ୍କୁ ଜାଣିଥିବା ଲୋକମାନେ କେବେ ମଧ୍ୟ କାହା କଥାରେ ପଡ଼ିକି ଆମେମାନେ ବହୁତ ଡରିଯିବା ନାହିଁ। ପ୍ରଭୁ କହୁଛନ୍ତି, ଯେ କୌଣସି ଲୋକ ଯଦି ଶରୀରକୁ ବଧ କରୁଛି, ଆତ୍ମାକୁ ବଧ କରି ପାରୁନାହିଁ, ତାକୁ ଭୟ କର ନାହିଁ, କିନ୍ତୁ ତାହାଙ୍କୁ ଭୟ କର ଯେଉଁ ଈଶ୍ୱର ଆତ୍ମା ଆଉ ଶରୀର ଉଭୟକୁ ନରକରେ ନିକ୍ଷେପ କରନ୍ତି, ତାଙ୍କୁ ତୁମେ ଭୟ କର। ଏମିତି ଲେଖାଯାଇଛି। ପରମେଶ୍ୱରଙ୍କୁ ଭୟ କର। ମଣିଷ କାହିଁକି ଭୟ କରୁଛ? ମଣିଷକୁ ଓପେନଲି କହିଦିଅ, ଆମେ ପରିବର୍ତ୍ତନ ହେଉଛୁ ଆଉ ଧର୍ମ ମଧ୍ୟ ପରିବର୍ତ୍ତନ କରିଛୁ, ଏଥିରେ ଅସୁବିଧା ନାହିଁ। ଏମିତି କହିଦିଅ ସେମାନଙ୍କୁ, ସେମାନେ ଆଉ କିଛି କରିପାରିବେ ନାହିଁ। ମୋ ଭାଇ ଓ ଭଉଣୀମାନେ, ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ଅନେକ ୟୁଟ୍ୟୁବରେ ମଧ୍ୟ ଏପରି ଭିଡ଼ିଓ ଆପଣମାନେ ଦେଖିନଥିବେ, ବହୁତ କମ୍ ଦେଖିଥିବେ। ଅନେକ ଲୋକ ସାକ୍ଷ୍ୟ ଦିଅନ୍ତି ଯେ ଧର୍ମ ପରିବର୍ତ୍ତନ ହୁଏ ନାହିଁ, ଆମେମାନେ ମନକୁ ପରିବର୍ତ୍ତନ କରୁଛୁ। ଯୀଶୁଙ୍କୁ ପାଇଲା ପରେ ଜୀବନ ବଦଳିଗଲା ଏମିତି କହନ୍ତି। ଜୀବନ ବଦଳିବା ସଙ୍ଗେ ସଙ୍ଗେ ନିଜ ଧର୍ମ ବି ବଦଳିବ। ଏଇ କଥାଟା ଜାଣନ୍ତୁ। ମୋ ଭାଇ ଓ ଭଉଣୀମାନେ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆସନ୍ତୁ ଆମେ ଆଉ ଗୋଟେ ବାକ୍ୟ ପଢ଼ିବା। ମୋ ଭାଇ ଓ ଭଉଣୀମାନେ ଦେଖନ୍ତୁ, ଆପଣମାନେ 2 Corinthians 5:18 ଆଉ ତଳକୁ ପଢ଼ନ୍ତୁ। ଏଠାରେ ଏ ପ୍ରକାର ଭାବରେ ଲେଖାଯାଇଛି ଯେ, କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ହୋଇଅଛି। ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକ ପଦ ଆମ୍ଭମାନଙ୍କୁ ଦେଇଅଛନ୍ତି। ସେହି ସମ୍ମିଳନର ବାକ୍ୟ ଏହି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ। ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି। ଅତଏବ ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ। ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ଦେଖନ୍ତୁ ଭାଇ ଓ ଭଉଣୀମାନେ, ଆମମାନଙ୍କ ନିମନ୍ତେ ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କୁ ପାପର ସ୍ୱରୂପ କଲେ। କିନ୍ତୁ ତାହାଙ୍କଠାରେ ପାପ ନଥିଲା ଯୀଶୁଙ୍କଠାରେ, କିନ୍ତୁ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ। ଆପଣମାନେ ଏସବୁ ବିଷୟ ଜାଣିକି ମଧ୍ୟ ଆପଣମାନେ କହୁଛନ୍ତି ଯେ ମୁଁ ଧର୍ମ ପରିବର୍ତ୍ତନ କରିନାହିଁ, ମୁଁ ଖାଲି ଜୀବନକୁ ପରିବର୍ତ୍ତନ କରିଛି, ଏମିତି ତୁମେମାନେ କହୁଛ। କିନ୍ତୁ ଆପଣମାନେ ଭୁଲ କହୁଛନ୍ତି। ଆପଣମାନେ ଏଇଟା କହିଲେ ଠିକ୍ କହିବେ ଯେ ଆମେ ଧର୍ମ ବି ପରିବର୍ତ୍ତନ କରିଛୁ, ଆମେ ମନ ବି ପରିବର୍ତ୍ତନ କରିଛୁ, ସବୁ କିଛି ଚେଞ୍ଜ କରିଛୁ, ଏପରି ଆପଣମାନେ କୁହନ୍ତୁ। କୌଣସି ଲୋକକୁ ମଧ୍ୟ କିଛି ଭୟ କରନ୍ତୁ ନାହିଁ ଆପଣମାନେ। ଆସନ୍ତୁ ମୋ ଭାଇ ଓ ଭଉଣୀମାନେ, ଆମେ ମାର୍କ 16:17-18 ପଢ଼ିବା ଯେ ଏଇଠି ଏପରି ଲେଖାଯାଇଛି, ଆଉ ଏସବୁ ଚିହ୍ନ ସେମାନଙ୍କର ଅନୁବୃତ୍ତି ହେବ, ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଚଢ଼ାଇବେ,
ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ। ଯୀଶୁଙ୍କୁ ପାଇନଥିଲ, ଯୀଶୁଙ୍କୁ ଜାଣିନଥିଲ, ତମେ ଭୂତ ଚଢ଼ଉଥିଲ ନା ହସ୍ତରେ ସାପ ଧରୁଥିଲ, ନା ନୂତନ ନୂତନ ଭାଷା କଥା କହୁଥିଲ? ନାହିଁ ନା। ହେଲେ ଏସବୁ ବିଷୟ ଆପଣମାନେ ତମଠାରେ ପରିବର୍ତ୍ତନ ହେଲା ପରେ ହୋଇଅଛି। ଆଉ ଆପଣମାନେ କହନ୍ତି ଯେତେବେଳେ ତାଳନା ଘଟେ, କୌଣସି ଲୋକ ତମକୁ ଯଦି ଯୀଶୁଙ୍କ ସକାଶେ ବିରୋଧ କରେ, ଆପଣମାନେ ଡରି ଯାଇ କହନ୍ତି ଯେ ଆମେ ଧର୍ମ ପରିବର୍ତ୍ତନ କରିନାହୁଁ। ତାହେଲେ ଆପଣମାନେ ଭୁଲ କହୁଛନ୍ତି। ନୂତନ ଭାଷାରେ କଥା କହିବେ। ଯୀଶୁଙ୍କୁ ନ ପାଇବା ପୂର୍ବରୁ ନୂତନ ଭାଷା ଆପଣମାନେ କହୁନଥିଲେ, କିନ୍ତୁ ଏବେ କହୁଛନ୍ତି ନା। ଆଉ କ'ଣ ଲେଖାଯାଇଛି? ହସ୍ତରେ ସର୍ପ ଧରିବେ। ଦେଖନ୍ତୁ, ଆଉ ଲେଖାଯାଇଛି ମୋ ନାମରେ ଭୂତ ଚଢ଼େଇବେ। ଯୀଶୁଙ୍କ ନାମରେ ଭୂତ ଚଢ଼େଇଥିଲ? ଆଗରୁ ଯୀଶୁଙ୍କୁ ଜାଣିନଥିବା ପୂର୍ବରୁ ଆପଣମାନେ ଭୂତ ଚଢ଼େଇଥିଲେ? ନାହିଁ ନା। ଆଉ 18 ପଦରେ ଲେଖାଯାଇଛି, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ଦେଖନ୍ତୁ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ବିଶ୍ୱାସୀମାନେ କୌଣସି ପ୍ରାଣନାଶକ ପଦାର୍ଥ ପାନ କଲେ କିଛି ଅସୁବିଧା ହେବ ନାହିଁ ବାକ୍ୟ କହୁଛି। ଆଉ ଲେଖାଯାଏ, ସେମାନେ ପୀଡ଼ିତ ଲୋକମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ଯୀଶୁଙ୍କୁ ନ ଜାଣିଥିବା ପୂର୍ବରୁ କ'ଣ ଆପଣମାନେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁନଥିଲେ ନା? ଏବେ ତ କରୁଛନ୍ତି ନା। ହେଲେ ଏସବୁ ବିଷୟ ଜାଣିକି ମଧ୍ୟ ଆପଣମାନେ ଧର୍ମ ପରିବର୍ତ୍ତନ କରିନାହୁଁ, ମନ ପରିବର୍ତ୍ତନ କରିଛୁ ଏମିତି କହୁଛୁ। ଆପଣମାନେ ଧର୍ମ ପରିବର୍ତ୍ତନ କଲେ, ମନ ବି ପରିବର୍ତ୍ତନ କଲେ। ଏ ଦୁଇଟା ବାଇବେଲ ସଫା କହୁଛି ଯେ ସବୁ ପରିବର୍ତ୍ତନ ହେବା ଦରକାର। ହେଲା ଆମ ଭାଇ ଓ ଭଉଣୀମାନେ ଏଇ କଥାଟା ବୁଝିବାକୁ ପଡ଼ିବ। ଆପଣମାନଙ୍କୁ ହୁଏତ ମଣ୍ଡଳୀମାନଙ୍କଠାରେ ପାଳକ ଆଜ୍ଞାମାନେ, ପ୍ରଚାରକମାନେ, ଅନେକ ବଡ଼ ବଡ଼ ଆଜ୍ଞାମାନେ ମଧ୍ୟ ମନ ପରିବର୍ତ୍ତନ କାଲି କହନ୍ତି। ସାକ୍ଷ୍ୟ ମଧ୍ୟ ଶୁଣିଛୁ ମନ ପରିବର୍ତ୍ତନ କାଲି କହନ୍ତି, କିନ୍ତୁ ଧର୍ମ ପରିବର୍ତ୍ତନ ଆମେ କରୁଛୁ ବୋଲି କହନ୍ତି ନାହିଁ। କିନ୍ତୁ ଧର୍ମ ବି ପରିବର୍ତ୍ତନ ହେଉଛି। ସେମାନେ କାହିଁକି କହନ୍ତି ନାହିଁ ମୁଁ ଜାଣିନି, କିନ୍ତୁ ବାକ୍ୟ କହୁଛି ମୋଠାରେ ଆସିବା ଲୋକମାନେ ସବୁ ଛାଡ଼ିବା ଦରକାର। ଯାହା ବି ପୁରାତନ ବିଷୟ ସବୁ, ଯାହା ବି ଆଗରୁ କରୁଥିଲ ସବୁ ଛାଡ଼ିବା ଦରକାର। ମୋ ବାକ୍ୟ ଅନୁଯାୟୀ ଚାଲିବା ଦରକାର। ଏପରି ବାକ୍ୟ କହୁଛି। କୌଣସି ଆମେ ମନ ଗୁଡ଼ା କାହାଣୀ କହୁନାହୁଁ। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରିବା ଦରକାର। ସତ୍ୟତା କହିଲେ ଏଇଟା ହିଁ, ମନ ବି ପରିବର୍ତ୍ତନ ହେବ, ଧର୍ମ ବି ପରିବର୍ତ୍ତନ ହେଉଛି। ମୋ ଭାଇ ଓ ଭଉଣୀମାନେ, ଆସନ୍ତୁ ଆମେ ଆଉ ଗୋଟେ ବାକ୍ୟ ପଢ଼ିବା। ମୋ ଭାଇ ଓ ଭଉଣୀମାନେ ମୋ ସହିତ ପଢ଼ନ୍ତୁ ଯେ ଗାଲାତିୟ 5 ପଦ ପଢ଼ନ୍ତୁ। ଏଇଠି ଲେଖାଯାଏ, ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହ ଭାଗିଦାରରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟ ସାଧକ ବିଶ୍ୱାସ ହିଁ ସାର। ଏଇ ଯେଉଁ ପ୍ରେମରେ କାର୍ଯ୍ୟ ସାଧକ ବିଶ୍ୱାସ ହିଁ ସାର, ଏହି କଥାଟା ଆପଣମାନେ ଯୀଶୁଙ୍କୁ ନ ଜାଣିଥିବା ପୂର୍ବରୁ ଜାଣିଥିଲେ? ଜାଣି ହିଁ ନଥିଲେ। এই କଥା ଆପଣମାନେ ବୁଝିବା ଦରକାର ଯେ ପ୍ରେମରେ କାର୍ଯ୍ୟ ସାଧକ ବିଶ୍ୱାସ ହିଁ ସାର। ଏ ବିଶ୍ୱାସ କ'ଣ ତାହା ମଧ୍ୟ ଆପଣମାନେ ଜାଣିନଥିଲେ। ଆଉ ଆପଣମାନେ କହୁଛନ୍ତି ଧର୍ମ ତ ପରିବର୍ତ୍ତନ କରିନାହୁଁ, ମନକୁ କାଲି ପରିବର୍ତ୍ତନ କରିଛୁ। କିନ୍ତୁ ଆପଣମାନେ ଧର୍ମ ମଧ୍ୟ ପରିବର୍ତ୍ତନ କଲେ, ଆଉ ଆପଣମାନେ ବିଶ୍ୱାସରେ ଏବେ ଜୀବନଯାପନ କରୁଛନ୍ତି। ବାକ୍ୟ କହୁଛି ପ୍ରେମରେ କାର୍ଯ୍ୟ ସାଧକ ବିଶ୍ୱାସ ହିଁ ସାର। ଖ୍ରୀଷ୍ଟଙ୍କଠାରେ ସୁନ୍ନତ କି ଅସୁନ୍ନତି କିଛି ନୁହେଁ। ଯେମିତି ଅନେକ ରିଲିଜନ୍ସ ଅଛି, ଧର୍ମ ଅଛି, ସେଠି ସୁନ୍ନତ ଅସୁନ୍ନତ ଏପରି ଭାବରେ ଅଛି। କିନ୍ତୁ ଆମ ପ୍ରଭୁ ଯୀଶୁଙ୍କଠାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟ ସାଧକ ବିଶ୍ୱାସ ହିଁ ସାର। ବିଶ୍ୱାସରେ କାର୍ଯ୍ୟ ଆଉ ପ୍ରେମରେ ବି ଆମେ କାର୍ଯ୍ୟ କରୁଛୁ। ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ରହିଥିବା ଲୋକମାନଙ୍କୁ କୁହାଯାଇଛି। ଆଉ ଏଇସବୁ ବିଷୟ ଆପଣମାନେ ଜାଣି କାହିଁକି ଭୟ କରୁଛନ୍ତି? ଲୋକମାନଙ୍କୁ କାହିଁକି ଡରୁଛନ୍ତି? ଡରନ୍ତୁ ନାହିଁ, କୁହନ୍ତୁ ଆମେ ଧର୍ମ ମଧ୍ୟ ପରିବର୍ତ୍ତନ କରିଅଛୁ। ଆମ ଭାରତର ସମ୍ବିଧାନ ଅଧିକାର ଦେଉଛି, ଆମେ ପରିବର୍ତ୍ତନ ମଧ୍ୟ ହୋଇଅଛୁ, ଏମିତି କୁହନ୍ତୁ। ଆସନ୍ତୁ ଆଉ ପଢ଼ିବା। ମୋ ଭାଇ ଓ ଭଉଣୀମାନେ ମୋ ସହିତ ପଢ଼ନ୍ତୁ। ଗାଲାତିୟ 6 ଅଧ୍ୟାୟ ତାର 15 ପଦ ପଢ଼ନ୍ତୁ।
ଏଠାରେ ଏମିତି ଲେଖାଯାଏ, କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। ଦେଖନ୍ତୁ, ନୂତନ ସୃଷ୍ଟି ଆମେମାନେ ହୋଇଅଛୁ। ଅସୁନ୍ନତ କି ସୁନ୍ନତ ନୁହଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। ଆମେମାନେ ନୂତନ ସୃଷ୍ଟି ହୋଇକି ସେ ଯେଉଁ ଧର୍ମ କହୁଛୁ, ଯେଉଁ ପୁରାତନ ବିଷୟ ସବୁ ଧର୍ମ ବୋଲି ଧରି ରଖିଥିଲୁ, ଆମେ ସେ ବିଷୟ ସବୁ ପରିବର୍ତ୍ତନ ହୋଇସାରିଛି। ସେସବୁ ବିଷୟ ଆମେ ଭୁଲି ଯାଇଛୁ। ଆଉ ଆମମାନେ କହୁଛୁ ଯେ ଧର୍ମ ପରିବର୍ତ୍ତନ କରିନା, କିନ୍ତୁ ବାକ୍ୟ କହୁଛି ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। ମାନେ ନୂତନ ବା ଆମେମାନେ ଗୋଟେ ନୂଆ ବିଷୟ ପାଇଲୁ, ନୂଆ ବିଷୟ ଆମେ ଜାଣିଲୁ। ପ୍ରକୃତରେ ଆମେ କିଏ ସବୁ ଆମେ ଜାଣିଲୁ। ତାହା ଜାଣିକି ମଧ୍ୟ ଆମେ ସେଇ ଧର୍ମରେ ହିଁ ଅଛୁ, କିନ୍ତୁ ଆମେ ମନ ପରିବର୍ତ୍ତନ କରିଛୁ କହିବାଟା ଆମମାନଙ୍କର କେତେ ବଡ଼ ମୂର୍ଖତା। ଆଉ ଏପରି କହୁଥିବା ଆଜ୍ଞାମାନଙ୍କର କେତେ ବଡ଼ ମୂର୍ଖତା, ଏହା ଆମମାନେ ବୁଝିପାରୁଛୁ। ଆଉ ଏମିତି ଯେକୌଣସି ପ୍ରଚାରକ ଭାଇ ହଉ, ଯେକୌଣସି ମଣ୍ଡଳୀର ଅଧ୍ୟକ୍ଷ ହଉ, ଏ ପ୍ରକାର କହିବା କଥା ନୁହେଁ। ଯାହା ସତ୍ୟ କହୁଛି ବାକ୍ୟ, ତାହା ଆମମାନେ କହିବା ଦରକାର। ଯଦି ଆମେ ବୁଝୁନୁ ତାହେଲେ ଆମେ କହିବା ନାହିଁ। ମୋ ଭାଇ ଓ ଭଉଣୀମାନେ, ଆପଣମାନେ ଆଉ ଗୋଟେ ବାକ୍ୟ ପଢ଼ନ୍ତୁ ଯେ ରୋମିଓ ତାର 8 ଅଧ୍ୟାୟ 1ରୁ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ପଢ଼ିପାରିବେ, କିନ୍ତୁ ମୁଁ 1 ପଦ ଆଉ 2 ପଦ ପଢ଼ିକି ଆପଣମାନଙ୍କୁ କହୁଛି, ଶୁଣନ୍ତୁ। ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ଆମେ ଆଗରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ନଥିଲୁ, ଆମ୍ଭମାନଙ୍କୁ ଦଣ୍ଡାଜ୍ଞା ଥିଲା, ଆମେ ଦଣ୍ଡ ପାଇବା ପାଇଁ ଯୋଗ୍ୟ ଥିଲୁ। କିନ୍ତୁ ଏବେ ଆମେ ଯୀଶୁଙ୍କୁ ପାଇଲା ପରେ ଆମମାନଙ୍କୁ ଆଉ କୌଣସି ଦଣ୍ଡାଜ୍ଞା ନାହିଁ ବା ଦଣ୍ଡ ନାହିଁ। ଲେଖାଯାଏ, ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ, କାରଣ ଜୀବନଦାୟକ ଆତ୍ମା ଓ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛନ୍ତି। ଆମମାନଙ୍କୁ ମୃତ୍ୟୁ ବ୍ୟବସ୍ଥାରୁ ମୁକ୍ତ କରିଅଛନ୍ତି। ଯେଉଁ ଆଗରୁ ଯେଉଁ ବ୍ୟବସ୍ଥା ଥିଲା, ସେହି ମୃତ୍ୟୁଦାୟକ ଠାରୁ ଆମମାନଙ୍କୁ ମୁକ୍ତ କରିଛନ୍ତି। ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛନ୍ତି। ଆମେମାନେ ଆଉ ଏବେ ମୃତ୍ୟୁ ବିଷୟରେ ଆମେ ଜାଣିଅଛୁ। ଆମେ ମରିଗଲେ ଆମେ କାହାଠାରେ ଯିବୁ ତାହା ଜାଣିଅଛୁ। ଏସବୁ ବିଷୟ ଜାଣିକି ଆପଣମାନେ କହୁଛନ୍ତି ଯେ ଆମେ ସେଇ ଧର୍ମରେ ହିଁ ଅଛୁ, ଯେ ମନ ପରିବର୍ତ୍ତନ କରିଛୁ। ଏଇଟା ଭୁଲ। ଏଇଟା ବିବ୍ଲିକାଲି ବାଇବେଲ ଅନୁଯାୟୀ ଭୁଲ। ବାଇବେଲ ଏଟା ଭୁଲ କହୁଛି, ଏହା ଆପଣମାନେ ଜାଣିବା ଦରକାର। ମୋ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ମୋର ଅନୁରୋଧ ରହିବ ଯେ ଆପଣମାନେ ଏହି ଚାପ୍ଟରଟା 8 ଅଧ୍ୟାୟ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ। ଆଉ ଆପଣମାନେ ବୁଝିପାରିବେ ଯେ ଆଉ ବାସ୍ତବରେ ଆମେମାନେ କ'ଣ, ବାସ୍ତବରେ ଆମେମାନେ ପ୍ରକୃତରେ ଧର୍ମ ପରିବର୍ତ୍ତନ କରୁଛୁ ନା ମନ ପରିବର୍ତ୍ତନ କରୁଛୁ। ଆମେ ଦୁଇଟା ମଧ୍ୟ କରୁଛୁ। ଏହା ସଫା ଜଣା ପଡ଼ିଯିବ। ଆପଣମାନେ ଦୟାପୂର୍ବକ ପଢ଼ିପାରିବେ। ମୋ ଭାଇ ଓ ଭଉଣୀମାନେ, ଭିଡ଼ିଓଟା ହୁଏତ ବହୁତ ଲମ୍ବା ହେଲା, କିନ୍ତୁ ବହୁତ କିଛି ବୁଝିବା ପାଇଁ ସାହାଯ୍ୟ ହୋଇଅଛି। ଆପଣମାନେ ନିହାତି ଭାବରେ ଶେଷ ପର୍ଯ୍ୟନ୍ତ ଦେଖିଅଛନ୍ତି ବୋଲି ମୁଁ ବିଶ୍ୱାସ କରେ। ଏ ଭିଡ଼ିଓ ଯଦି ଭଲ ଲାଗିଅଛି, ନିହାତି ଭାବରେ ସାଙ୍ଗମାନଙ୍କ ସହିତ, ଭାଇମାନଙ୍କ ସହିତ ସେୟାର କରନ୍ତୁ, ଯେମିତି ସମସ୍ତେ ଜାଣିପାରିବେ। ଏଇ କଥାଟା ଆପଣମାନେ ୟୁଟ୍ୟୁବରେ ମଧ୍ୟ ପାଇପାରିବେ ନାହିଁ। ବହୁତ କିଛି ଲୋକ କହିଛନ୍ତି, ଆଉ ବହୁତ ଲୋକ କହିନାହାନ୍ତି, ଏମିତି ଯେଉଁ ବାକ୍ୟମାନଙ୍କୁ କହିନାହାନ୍ତି, ଆଉ ଏ ବିଷୟ ପ୍ରତି ଭଲ ଭାବରେ ଆପଣମାନଙ୍କୁ ବୁଝେଇ ନାହାନ୍ତି। କାହିଁକି ନା ସେମାନେ ଧର୍ମ ପରିବର୍ତ୍ତନ କର ନାହିଁ, ମନ ପରିବର୍ତ୍ତନ କର, ଏପରି ଭାବରେ ହିଁ କହିଥାନ୍ତି। ଗୀତ ବି ଗୋଟେ ବାହାରିଛି ଯେ, ଆଉ ଭାଇମାନେ ଗାଇଛନ୍ତି ଯେ ଧର୍ମ ପରିବର୍ତ୍ତନ ନାହିଁ କରା, ଆପଣମାନେ ମନ ପରିବର୍ତ୍ତନ କରା, ଏମିତି ଗାଇଛନ୍ତି। କିନ୍ତୁ ବାସ୍ତବରେ ତାହା ବାଇବେଲ ଅନୁଯାୟୀ ଭୁଲ ଅଟେ। ମୋ ଭାଇ ଓ ଭଉଣୀମାନେ, ଭିଡ଼ିଓରେ ଏତିକି। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଛି, ଲାଇକ୍ କର, ଚ୍ୟାନେଲ୍ ସବସ୍କ୍ରାଇବ୍ କର, ଆଉ ସେୟାର କର।